ଓମ୍ ସାଇରାମ। ଆଜିର ସାଇ ସନ୍ଦେଶରେ ବାବା କହୁଛନ୍ତି, ମୋର ପ୍ରିୟ ସନ୍ତାନ, ସମସ୍ୟା ଯେତେ ବି ବଡ଼ ଥାଉ, ହେଲେ ସମସ୍ୟାକୁ ସବୁବେଳେ ଛୋଟ ବୋଲି ଭାବିବ, କେବେ ବି ବଡ଼ ଭାବିବନି। ଆଉ ସବୁବେଳେ ମନରେ ଭାବିବ, ଭଗବାନ ମୋ ସାଙ୍ଗରେ ଅଛନ୍ତି। ଏଇ ସମସ୍ୟା କେତେବେଳେ ଯେ ଚାଲିଯିବ ମୁଁ ଜାଣିପାରିବିନି। ମୁଁ ତ ଭଗବାନଙ୍କ ଧ୍ୟାନରେ ଅଛି। ମୋତେ ସବୁ ଦୁଃଖ କଷ୍ଟ ସମାନ ଲାଗୁଛି, କାହିଁକି ନା ବାବା ମୋ ସାଙ୍ଗରେ ଅଛନ୍ତି। ହଁ, ସମସ୍ୟା ଯଦି ଆସିଛି, ତାହେଲେ ତୁମେ ମୋର କଥାକୁ ଗ୍ରହଣ କର। ମୁଁ ଯାହା କହୁଛି ତୁମେ ଧ୍ୟାନ ଦେଇକି ଶୁଣ। ତୁମେ ଆଜିଠାରୁ ଗୋଟେ ଅଧ୍ୟାୟ ଲେଖା ଭାଗବତ ପାଠ କର ସବୁଦିନ। ମୁଁ କହିଛି ବୋଲିକି ନୁହେଁ ଯେ ଗୋଟେ ଦିନ ପାଠ କରିବ ପୁଣି ଭୁଲିଯିବ, ପୁଣି କେବେ ପାଠ କରିବ ନା। ନିରନ୍ତର ସବୁଦିନ ପାଠ କର, ଦେଖିବ ବହୁତ କିଛି ଅସୁବିଧା ଦୂର ହେଇଯିବ। ଆଉ ତୁମ ମୁଣ୍ଡ ଭିତରେ ଯେଉଁ କଥା ସବୁ ପଶିଛି, ତୁମେ ଘାଣ୍ଟି ହେଉଛ, କିଛି କଥା ତୁମେ ଭୁଲି ଯାଉଛ, ସ୍ମରଣ ଶକ୍ତି ବି କମି ଯାଉଛି। ଧୀରେ ଧୀରେ ସବୁ ଠିକ୍ ହେଇଯିବ। ତୁମେ ଭାଗବତ ପାଠ କର। ମୁଁ ଶିରିଡ଼ିରେ ମୋର ଭକ୍ତମାନଙ୍କୁ ଭାଗବତ ପାଠ କରିବାକୁ କହୁଥିଲି। ଆଜି ମୁଁ ତୁମକୁ କହୁଛି, ମୋର ଭକ୍ତ, ତୁମେ ବହୁତ ଭଲ ଆଉ ସରଳ ହୃଦୟର। ସେଥିଲାଗି ତୁମକୁ କହୁଛି, ତୁମେ ଭାଗବତ ପାଠ ଆରମ୍ଭ କର। ଦେଖିବ ବହୁତ କିଛି କାମ ଯେଉଁଟା ହଉନି ସେଇଟା ହବାକୁ ଲାଗିବ। ତୁମେ ବ୍ୟସ୍ତ ହୁଅନି, ମୁଁ ତୁମ ସାଥିରେ ସବୁବେଳେ ଅଛି। ତୁମେ କର୍ମ କର, ମୁଁ ତୁମକୁ ଫଳ ଦେବି। ତୁମେ କେବେ ବି ଫଳର ଆଶା ରଖନି କି ନିଜକୁ କର୍ତ୍ତା ବୋଲି ଭାବନି। ତୁମେ ଭାଗବତ ପାଠ କରିବା ସଙ୍ଗେ ସଙ୍ଗେ ଯେତେବେଳେ ତୁମେ ବାହାରକୁ ବାହାରିକି ଯାଉଛ, ମୋର ଏକାଦଶ ବଚନକୁ ପାଠ କର ଆଉ ମୋ ଉଦିକୁ ମସ୍ତକରେ ଲଗେଇକି ଯାଅ। ଦେଖିବ କିଛି ବି ସଙ୍କଟ ତୁମ ପାଖକୁ ଆସିବନି। ଆଜିକାଲି ବହୁତ ସମସ୍ୟା ହେଉଛି, ସେଥିଲାଗି ମୁଁ କହୁଛି ତୁମେ ମୋ ଉଦିକୁ ମସ୍ତକରେ ଲଗେଇକି ମୋ ଏକାଦଶ ବଚନ ପାଠ କର ଆଉ ମନ ଭିତରେ ସାଇ ସାଇ ସ୍ମରଣ କରିକି ଯାଅ। ଦେଖିବ ରାସ୍ତାରେ ଗଲାବେଳେ କି କୌଣସି କାର୍ଯ୍ୟ କଲାବେଳେ ବିପଦ ଆସିବ, କିନ୍ତୁ ତୁମ ପାଖ ମାଡ଼ି ପାରିବନି କି ତୁମକୁ ଅସୁବିଧାରେ ପକାଇ ପାରିବନି। ଓଲଟି ସେ ବିପଦ ଯିଏ ତୁମ ଆଡ଼କୁ ନେଇକି ଆସୁଥିବ, ସେ ବିପଦ ତାହାରି ଉପରେ ପଡ଼ିବ ଆଉ ସିଏ ସେଠୁ ଚାଲିଯିବ। ମୋ ଉପରେ ଭରସା ରଖ ସନ୍ତାନ, ମୁଁ ତୁମର ଭଲ ଚାହେଁ। ମୁଁ ତୁମକୁ ସବୁବେଳେ ଭଲ ଉପଦେଶ ଦିଏ ଏହି ସନ୍ଦେଶ ମାଧ୍ୟମରେ। ମୋର ସନ୍ତାନମାନଙ୍କର କେମିତି ଭଲ ହେବ, ମୋ ସନ୍ତାନମାନେ କେମିତି ଖୁସିରେ ରହିବେ। ଆଉ ଦୁଇଟି କଥା ମୋ ସନ୍ତାନଙ୍କୁ ମୁଁ ସବୁବେଳେ କହେ, ଶ୍ରଦ୍ଧା ଆଉ ସବୁରି। ସବୁବେଳେ ନିଜ ମନରେ ସାଇତିକି ରଖିଥିବ। ତୁମକୁ ସଂସାରର କୌଣସି ଶକ୍ତି ହରାଇ ପାରିବନି। ହଁ, ମନ୍ତ୍ର ଜପ କରୁଥିବ, କାହିଁକିନା ମନ୍ତ୍ର ଜପରେ ବହୁତ ଶକ୍ତି ଅଛି। ଧୀରେ 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 এই ମନ୍ତ୍ର ପାଠ କଲେ ତୁମେ ଭଗବାନଙ୍କ ଆଡ଼କୁ ଟାଣି ହେଇଯିବ ଆଉ ତୁମେ ଜୀବନ ବହୁତ ସରଳ ଆଉ ସୁନ୍ଦର ଭାବରେ କଟିବ। ଏଇ ଯେଉଁ ଦିନଟା ତୁମକୁ ଟୋଟାଲି ଭଲ ଲାଗୁନି ନା, ଦିନଟା ସାରା ଚିଚିଡ଼ି ହେଉଛ, ଯେତେ କଷ୍ଟରେ ଥାଅ ଏ ଦିନ ସାରା ବହୁତ ଖୁସିରେ ରହିବ ଆଉ ତୁମ ଆତ୍ମା ଭିତରେ ବହୁତ ଶାନ୍ତି ଆସିବ। ଥରେ ଏ ବାବା କଥା ମାନିକି କରିକି ଦେଖ ସନ୍ତାନ। ମୋ କଥା ତମେ ବୁଝିପାରୁଛ ନା? ମୁଁ ସବୁବେଳେ ତୁମକୁ କହୁଛି, ତୁମେ ସାଇ ସାଇ ସ୍ମରଣ କର, ଜପ କର, ସବୁ ଠିକ୍ କରିଦେବି ମୁଁ। ଓମ୍ ସାଇରାମ।